ଯାତ୍ରାର କ୍ରେଜ୍ ଏତେ ଅଧିକ ମୁଁ କେବେ ଜାଣିନଥିଲି। ଯେତେବେଳେ ମୁଁ ଯାତ୍ରାରେ ଏଣ୍ଟ୍ରି କଲି ଆଉ ଡର ବି ଲାଗୁଥିଲା, ରାତି ଅନିଦ୍ରା ହେଇଯିବି, କେମିତି କ'ଣ ହେବ କ'ଣ। ଯେତେବେଳେ ଲୋକମାନଙ୍କର ଭଲ ପାଇବା ପାଇଲି, ମାନେ 200 କିଲୋମିଟର ଲୋକମାନେ ଯାଉଛନ୍ତି ଯାତ୍ରା ଦେଖିବା ପାଇଁ। ଗୋଟେ ଟିକେଟ୍ 400-500 ଟଙ୍କା ଗୋଟେ ଜାଗାରେ ହେଇଯାଉଛି, ଫିର୍ ବି ହାଉସଫୁଲ୍। ଆମର ଗୋଟେ ଫିଲ୍ମ ରିଲିଜ୍ ହେଲେ ଯେତେ ବଡ଼ ହିରୋ ହେଲେ ବି ସେ ପ୍ରଥମ ଡେରେ ନିଜେ ପଇସା ଖର୍ଚ୍ଚ କରି ହାଉସଫୁଲ୍ କରୁଛି, ମାନେ ମିଡ଼ିଆ ଭାଇରାଲ୍ ପାଇଁ। ଅପ୍ରିୟ ସତ କଥା କ'ଣ ଅଛି। ତ ନୂଆ ତ ପୁରୁଣା ହିରୋ ବି ହାଉସଫୁଲ୍ କରୁଛନ୍ତି, ଏଇଟା ଆପଣ ବି ଭଲସେ ଜାଣିଛନ୍ତି ନିଜ ଲୋକମାନଙ୍କୁ ଲଗେଇକି। ତେଣୁକରି ଏବେ ଯେଉଁ ସମଗ୍ର ଓଡ଼ିଶାରେ ଭାଇରାଲ୍ ହେଇଛି ରଙ୍ଗମଲ୍ଲ ଗୋଟିଏ ମାତ୍ର ନାଟକ କୋଟି କୋଟି ଡବଲ୍ କୋଟି। ଆଉ ତା ସହିତ ଏ ବର୍ଷ ରଙ୍ଗମଲ୍ଲର ଯେଉଁ 3-4ଟି ନାଟକ ହେଇଛି ସବୁତକ ଭଲ, ମାନେ କୌଣସି ଜାଗାରେ ଲୋକ ଖରାପ ବୋଲି କହିନାହାନ୍ତି। ତେଣୁ ତା ଭିତରୁ ଆମେ ଗୋଟିଏ ନାଟକ ନେଇକି ଆସୁଛୁ କୋଟି କୋଟି ଡବଲ୍ କୋଟି, ଯେଉଁଟାକି ସବୁ ଜାଗାରେ ହାଉସଫୁଲ୍ ଆଜି ପର୍ଯ୍ୟନ୍ତ ହେଇ ଆସିଛି। ନମସ୍କାର, ମୁଁ ରାଜବୀର। ସର୍ବପ୍ରଥମେ ଓଡ଼ିଶାର ସମଗ୍ର ଓଡ଼ିଶାବାସୀଙ୍କୁ ମୋ ତରଫରୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଶୁଭକାମନା। ମୁଁ ଯେତେବେଳେ ଫିଲ୍ମରେ ଏଣ୍ଟ୍ରି କରିଥିଲି ତା ପୂର୍ବରୁ ଥିଏଟର 20-25ଟା ଖଣ୍ଡେ କରିଥିଲି। ଆପଣମାନେ ଜାଣିଥିବେ ଫିଲ୍ମର ମାନେ କେଉଁ ଭଳିଆ ସମସ୍ୟା କେଉଁ ଭଳିଆ ଭାବରେ ମାନେ ଗତି କରୁଛି। ଗୋଟେ ଓଡ଼ିଆରେ ଯେତେବେଳେ ଆକ୍ସନ୍ ମୁଭି ଗୋଟେ ପ୍ରସ୍ତୁତି କରାଯାଉଛି, ଆକ୍ସନ୍ ବେସିକ୍ ମୁଭିରେ ବହୁତ ଖର୍ଚ୍ଚ ହୁଏ। ଯେତେବେଳେ ଗୋଟେ ଓଡ଼ିଆର ଆକ୍ସନ୍ ମୁଭି ଥିଏଟରରେ ପଡ଼ୁଛି, ତା ସହିତ ଗୋଟେ ତେଲୁଗୁ କି ହିନ୍ଦୀ ତା ସହିତ ଆକ୍ସନ୍ ମୁଭି ପଡ଼ିବା ଦ୍ୱାରା ଏପଟେ 50 ଲକ୍ଷକୁ ଦେଖିଲା ବେଳକୁ ସେପଟେ 200 କୋଟିର ଫିଲ୍ମ ପଡ଼ୁଛି। ଲୋକମାନେ ଯାହା ବି ହେଲେ ବି ରସଗୋଲା ସହିତ ଯେତେବେଳେ ଗୁଲାକୁ ଦେଖୁଛନ୍ତି ପ୍ରିଫର୍ କରିବେ କେଉଁଟାକୁ, ରସଗୋଲାକୁ। ତ ବଜେଟ୍ ସମସ୍ୟା ହେତୁ ଆମର କେତେକ ଇଏରେ ଦେଖିବାକୁ ଗଲେ ବଜେଟ୍ ସମସ୍ୟା ହେତୁ ଓଡ଼ିଆ ଫିଲ୍ମ ଚାଲୁନି। ଆକ୍ସନ୍ରେ ଆମେ ଗୋଟେ ଡିରେକ୍ଟର ଯେଉଁଟା ଚାହୁଁଥିବେ ସେଇଟା କରିପାରୁନାହାନ୍ତି। ତେଣୁକରି ଓଡ଼ିଆରେ ଗୋଟେ ଆକ୍ସନ୍ ମୁଭି ମୋର ଯେଉଁ ସଲା ଭୁବନେଶ୍ୱର ହଉ, ଅରୁନ୍ଧତୀ ହଉ, ଯେଉଁ ଫିଲ୍ମ ହେଇଛି ସବୁ କୋଟିଏ ଏବଂ ଖର୍ଚ୍ଚ ହେଇଛି। ତେଣୁକରି ମୁଁ ଦେଖିଲି ଆକ୍ସନ୍ ମୁଭି ତ ପ୍ରାୟତଃ ଏବେ ପ୍ରସ୍ତୁତି ପ୍ରାୟତଃ ହେଉନି। ତେଣୁକରି ଥିଏଟର ପ୍ରତି ମୋର ଟିକେ ନାକୁ ମାନେ ଲୋଭ ଥିଲା, କେମିତି ମୁଁ ଗୋଟେ ଆମରି ଏରିଆରେ ଆମର ନିଜ ମାଟିରେ ଖଣ୍ଡଗିରିରେ କେମିତି ଗୋଟେ ଯାତ୍ରା କରିବି, ଏସବୁ ଭାବିକି ମୋର ଟିକେ ଇଚ୍ଛା ଥିଲା। ହଠାତ୍ ମୋ ପାଖକୁ ଗୋଟେ କଲ୍ ଆସିଲା, ରଙ୍ଗମହଲ ଓନର ଯିଏକି ସତ୍ୟ ଅଜା କଲ୍ କରିଥିଲେ, ଅଫର୍ ଦେଇଥିଲେ। ମୁଁ ନାହିଁ କି ହଁ କରିପାରିଲିନି। ଅଚାନକ ଡିସାଇଡ଼୍ କଲି ନାହିଁ ମୁଁ ଏଣ୍ଟ୍ରି ହେବି, ଗୋଟେ ବର୍ଷ ଦେଖିବା ଯାତ୍ରା କରିବା। ତାପରେ ଏଣ୍ଟ୍ରି କଲା ପରେ ଏବେ ଯେଉଁ ସମଗ୍ର ଓଡ଼ିଶାରେ ଭାଇରାଲ୍ ହେଇଛି ରଙ୍ଗମଲ୍ଲ ଗୋଟିଏ ମାତ୍ର ନାଟକ କୋଟି କୋଟି ଡବଲ୍ କୋଟି। ଆଉ ତା ସହିତ ଏ ବର୍ଷ ରଙ୍ଗମଲ୍ଲର ଯେଉଁ 3-4ଟି ନାଟକ ହେଇଛି ସବୁତକ ଭଲ, ମାନେ କୌଣସି ଜାଗାରେ ଲୋକ ଖରାପ ବୋଲି କହିନାହାନ୍ତି। ତେଣୁ ତା ଭିତରୁ ଆମେ ଗୋଟିଏ ନାଟକ ନେଇକି ଆସୁଛୁ କୋଟି କୋଟି ଡବଲ୍ କୋଟି, ଯେଉଁଟାକି ସବୁ ଜାଗାରେ ହାଉସଫୁଲ୍ ଆଜି ପର୍ଯ୍ୟନ୍ତ ହେଇ ଆସିଛି। ଆଉ ଫୁଲ୍ ଦମ୍ରେ ଫୁଲ୍ ପ୍ରିପେୟାରରେ ଆମେ ଅଛୁ। 2 ତାରିଖ ଫେବୃଆରୀ 2ରେ ଖଣ୍ଡଗିରିରେ ପଡ଼ୁଛି। ନାୟକ ଭୂମିକାରେ ସେଇଟା ହର ସାରଙ୍କର ବାବୁନାର ବୋଉ ମରିଛି, ସେ ବହିଟି ହେଇପାରିଲାନି କିଛି ପ୍ରୋବ୍ଲେମ୍ ସକାଶେ। ଗୋଟେ ସାଇକୋ ଚରିତ୍ରରେ ମୋତେ ନେଇକି ସେ ଷ୍ଟୋରିଟି ଲେଖାଯାଇଥିଲା, ଯେଉଁଟାକି ଦରିଆ କୂଳର ଦରଦୀ ବନ୍ଧୁ। ସେ ଚରିତ୍ରଟେ ଏମିତି ଯେଉଁଟାକି ବଡ଼ ଘରର ବାପା ମା ମାନେ ପିଲାମାନଙ୍କୁ ସ୍ନେହ ଶ୍ରଦ୍ଧା ଦିଅନ୍ତିନି, ଡାଇରେକ୍ଟ ହଷ୍ଟେଲରେ ଛାଡ଼ି ଦିଅନ୍ତି, ନିଜ କାମରେ ଲିପ୍ତ ରୁହନ୍ତି। ଗୋଟେ ପିଲା ଯେତେବେଳେ ସ୍ନେହ ପ୍ରେମ ପାଉନି ମା ବାପାଙ୍କର, ସେ କେମିତି ଅବାଟକୁ ପଳେଇ ଯାଉଛି, କେମିତି ଡ୍ରଗ୍ସ ଖାଇକି କେମିତି ଅତ୍ୟାଚାର କରୁଛି, ଏଇସବୁ ବିଭିନ୍ନ ପ୍ରକାର ଜିନିଷ ଦେଖିବା ପାଇଁ ଏ କ୍ୟାରେକ୍ଟରଟା ମୋ ପାଇଁ ଗୋଟେ ଚ୍ୟାଲେଞ୍ଜିଂ ହେଇଥିଲା। ଯେଉଁଟାକି ଏଭ୍ରି ମୋମେଣ୍ଟରେ କେତେବେଳେ ହସିବ, କେତେବେଳେ କାନ୍ଦିବ, କେତେବେଳେ ମାରିବ, ଏଇ ଟାଇପ୍ର ମାନେ ମୋମେଣ୍ଟ ଅନୁଯାୟୀ ତା'ର କ୍ୟାରେକ୍ଟର ଚେଞ୍ଜ, ଏଇ ଟାଇପ୍ର କ୍ୟାରେକ୍ଟର। କୋଟି କୋଟି ଡବଲ୍ କୋଟିରେ ଡନ୍ ଚରିତ୍ରରେ ଗୋଟେ ଖଳନାୟକ ଭୂମିକାରେ ଅଭିନୟ କରୁଛି।
କେମିତି କ'ଣ ସେଟା ପିୟୁଷର ଯେମିତି ମାର୍କେଟ ଅଛି ଆପଣଙ୍କୁ ଲାଗୁଛି କମ୍ପିଟିସନ୍ ନା ଆପଣ ଦେଖନ୍ତୁ ଏ ପିୟୁଷ ସହିତ ଯେଉଁମାନେ କମ୍ପେୟାର କରୁଛନ୍ତି, ମୁଁ ତ 6 ମାସ ହେଲା ଏବେ ଯାଇଛି, ଫିର୍ ବି 6 ମାସ ଭିତରେ ଯେତିକି ଲୋକମାନଙ୍କର ଭଲ ପାଇବା ମୁଁ ସାଉଁଟିଲିଣି ପାଇଲିଣି ଢେର। ମୁଁ ଭାବୁଛି ମୋତେ ଏମିତି ଯଦି ଭଲ ପାଇବା ମିଳିବ ଆଗକୁ ଆହୁରି ଭଲ ଅଭିନୟ କରିବି। ଆଉ ପ୍ରକୃତରେ ଯେଉଁ ଚରିତ୍ରରେ ଅଭିନୟ କରିବି ସେ ଚରିତ୍ରଟାକୁ ନିଖୁଣ ଭାବେ ଅଭିନୟ କରିବାକୁ ଚେଷ୍ଟା କରିବି। ଯାତ୍ରା ପ୍ରେମୀ କ'ଣ କହିବେ? କାରଣ ଖାସ କରିକି ଦେଖନ୍ତୁ ଯୋଉ ମାନେ ଅଶ୍ଳୀଳ ନୃତ୍ୟ ସେଟା ବ୍ୟାନ୍ କରାଯାଇଛି, ତାପରେ ବିଭିନ୍ନ ପ୍ରକାର ସଂଳାପ ଯୋଉ ଅଛି ତାକୁ ନେଇକି ତୁମ୍ବିତ ମାନ ଉଠିଥିଲା, ସେମିତି ଆପଣ ଯାତ୍ରାରେ ସେମିତି କିଛି ଅଛି କି? ଦେଖନ୍ତୁ ଅଶ୍ଳୀଳ ନୃତ୍ୟ ଯେଉଁ ଆଗରୁ ହେଉଥିଲା ଏଇଟା ଆକ୍ଚୁଆଲି ବ୍ୟାନ୍ କରିବା ଉଚିତ, କାରଣ ଯାତ୍ରାର କ୍ରେଜ୍ ଏତେ ଅଧିକ ମୁଁ କେବେ ଜାଣିନଥିଲି। ଯେତେବେଳେ ମୁଁ ଯାତ୍ରାରେ ଏଣ୍ଟ୍ରି କଲି ଆଉ ଡର ବି ଲାଗୁଥିଲା, ମାନେ ରାତି ଅନିଦ୍ରା ହେଇଯିବି କି କେମିତି କ'ଣ ହେବ କ'ଣ। ଯେତେବେଳେ ଲୋକମାନଙ୍କର ଭଲ ପାଇବା ପାଇଲି, ମାନେ 200 କିଲୋମିଟର ଲୋକମାନେ ଯାଉଛନ୍ତି ଯାତ୍ରା ଦେଖିବା ପାଇଁ, ଗୋଟେ ଟିକେଟ୍ 400-500 ଟଙ୍କା ଗୋଟେ ଜାଗାରେ ହେଇଯାଉଛି, ଫିର୍ ବି ହାଉସଫୁଲ୍। ଆମର ଗୋଟେ ଫିଲ୍ମ ରିଲିଜ୍ ହେଲେ ଯେତେ ବଡ଼ ହିରୋ ହେଲେ ବି ସେ ପ୍ରଥମ ଡେରେ ନିଜେ ପଇସା ଖର୍ଚ୍ଚ କରି ହାଉସଫୁଲ୍ କରୁଛି, ମାନେ ମିଡ଼ିଆ ଭାଇରାଲ୍ ପାଇଁ। ଅପ୍ରିୟ ସତ କଥା କ'ଣ ଅଛି ତ। ହିରୋ ଯଦି ନୂଆ ହେଇଥିବ ନା କ'ଣ? ନୂଆ ତ ପୁରୁଣା ହିରୋ ବି ହାଉସଫୁଲ୍ କରୁଛନ୍ତି, ଏଇଟା ଆପଣ ବି ଭଲସେ ଜାଣିଛନ୍ତି ନିଜ ଲୋକମାନଙ୍କୁ ଲଗେଇକି। ତେଣୁକରି ଯାତ୍ରା ଦର୍ଶକ କ'ଣ ଦେଖିବେ? ରାଜନୀତି କୋଉ ରୂପରେ ଦେଖିବେ ଆଉ କ'ଣ କହିବେ? ଯାତ୍ରା ଦେଖିବାକୁ ଯୋଉ ଆସିଛନ୍ତି ଯାତ୍ରା ପ୍ରେମୀ ମାନଙ୍କ ପାଇଁ କ'ଣ ସନ୍ଦେଶ ରହିବ? ଯାତ୍ରା ପ୍ରେମୀମାନଙ୍କୁ ଏତିକି ସନ୍ଦେଶ ଦେବାକୁ ଚାହୁଁଛି, ମୁଁ ଯାତ୍ରାରେ ନୂଆ ଫିଲ୍ମ କ୍ୟାରିୟରରୁ ଯାତ୍ରା କ୍ୟାରିୟର ଗୋଟେ ମାନେ ଷ୍ଟାର୍ଟ କରୁଛି। ତେଣୁକରି ଯାତ୍ରାରେ ମୁଁ ସତ ଚେଷ୍ଟା କରୁଛି ଭଲ ଅଭିନୟ କରି ଆପଣମାନଙ୍କୁ ଦେଖିବା ପାଇଁ, କିଛି ନୂଆ କରିକି ଦେଖିବା ପାଇଁ, ଯେଉଁଟାକି ଯାତ୍ରାରେ ଆଜି ପର୍ଯ୍ୟନ୍ତ ମାର୍ଶାଲ ଆର୍ଟ ଫାଇଟ୍ କେବେ ୟୁଜ୍ ହୋଇନଥିଲା। ଯେଉଁଟାକି ରଙ୍ଗମଲ୍ଲର ଫାଷ୍ଟ ଫାଇଟ୍ ଆପଣ ଦେଖିବେ, କଟି ଡବଲ କଟିରେ ମାର୍ଶାଲ ଆର୍ଟ ଫାଇଟ୍, ଯେଉଁ ଫାଇଟ୍ କି ଆମେ ଫିଲ୍ମରେ ଦେଖୁଥିଲେ ସେଇଟା ରିଅଲ୍ ଆପଣ ଦେଖିବାକୁ ପାଇବେ। ତ ଯେକୌଣସି ଜିନିଷ ହଉ, କେମିତି ଦେଖନ୍ତୁ ଗୋଟେ ରୁରାଲ୍ ଏରିଆରେ ଗୋଟେ ଗରିବ ଲୋକମାନେ ଦିନକୁ 500 ଟଙ୍କା ମଜୁରୀ ପାଆନ୍ତି ଖଟିକି, ସେ 500 ଟଙ୍କା ବିନିଯୋଗ କରି ଯାତ୍ରା ଦେଖିବାକୁ ଆସୁଛନ୍ତି, ମାନେ ତାଙ୍କୁ ତାଙ୍କର ପଇସା ଉଠିବା ଦରକାର। ଆଉ ତା ନୁହଁ ଯେ ଗୋଟେ କଳାକାରକୁ ଓନର୍ ଯେତେବେଳେ ଏଗ୍ରିମେଣ୍ଟ କରି କିଣି ଦେଉଛି, ସେ କଳାକାର ସତ ଚେଷ୍ଟା କରିବା ଦରକାର ଯେ କେମିତି କେଉଁ ଟାଇପ୍ର, ସବୁ ଡିରେକ୍ଟର କୁହନ୍ତିନି, କେଉଁ ଟାଇପ୍ର କଲେ ଗୋଟେ ଲୋକ ସାଟିସ୍ଫ୍ୟାକ୍ସନ୍ ହେବ, ତା'ର ପଇସା ଉସୁଲ ହେବ ଏବଂ ଯାତ୍ରା ଦେଖି ସାରିଲା ପରେ ଖୁସିରେ ସେ ଯିବ। ଏଇ ମନୋଭାବ ରହିଲେ ନିହାତି ଭାବରେ ଗୋଟେ ଯାତ୍ରା ପାର୍ଟିର ଓନର୍ ବଞ୍ଚିବ, ଲାଭବାନ ହେଇପାରିବ।